यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज छुआ आलोचना करवा कली जुगे पाप अमृत बुझे कहबार तात्पर्य अतीत पाप करने को लोक कौन करे भय करे एवं यदि भूल वशत कौन भूल कर्म करि थाए शेष समय पाप को भय करी से सत कर दिए किंतु वर्तमान समय रे ताहा आउ नाही। कलिजुगर व्यक्ति विशेष माने ठाकुर पूजुंट सत किंतु कामना वासना रे ठाकुर कौन करती पूजा करती। कौन विपद पड़े प्रभु डाक किंतु अच्छी भक्त अच्छा प्रभु डाक माने कोटि के गोटी गोटे भल गप कह तार देहर तुम जापर गोटे बिल गोटे मूषा गाड़ थिला से मूषा गाड़े मूषा को खाइबा पाई गोटे धंड साप सब बेले पशे बिल बुला आसे आसो धंड साप कौन कर मुंडटी गात भितर पूरी नांगरटी पदा को बाहर कर बिल बुला आसो देख गोटे साप गात बही सी कौन कर नांगुड़ कौन कर धर बुले 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 फोपाड़ कारण धंडर विष ना से निर्भय कौन करे फोपाड़ी दिए धड़ साप तो जीवन विके पड़ाए एमती बारंबार बिल गुड़ा मालिक बिलर मालिक साप को सब हईराण जाति भाई दिने सापता जीवन विकल पलैला समय गोटे गोखर जहाँ कहते तंप साप हाबुड़े पड़गला किए से ढमणा तंप ढमणा कहे अरे भाई कौन एत चोर कहीं जाऊ शुणु शुणु कौन है मत कह ढमणा रहा गोखर पाखे पहुँचला गोखर को ढमणा कहे भाई तोर विष अच्छी बोली ते लोक देखिले दूर कौन कर भागी पड़ो किंतु मोर विष नहीं बोली सदा सर्वदा से बिलर मालिक आसी मो नांगुड़ धरिक बुले बुले फोपाड़ कौन है साप कूलर महत्व कौन से लोक जाने तू गोटे कम कर से बिल बुला केत सका एतिक बेले आसूँ ना तू ये हिड़ मुंडार बसबू मत से गात देखे दे मुझे गात जाकि बस ढमणा कौन कला गोखर कथा मानिला मानी गला तापरदिन जो बिल बुला आसो से समय से गाତରେ पशिला किए से गोखर बिल बुला पुणी आईला कहला रे ते काली फोपाड़ी थी पुणी से गाତରେ आसी पहुंची सी कौन कला गोखर डांगुड़ी धरला सेमती भिड़ी आणिकी बुले 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 फोपाड़ी देला गोखर ता जीवन विकेल पलैला ढमणा सियाड़े खुशी होउची जा हो आज जाइछि गोखर ताको निश्चय गोटे पान दब जो गोखर इे जीवन विकेल आईची ढमणा से देखिए कहला भाई देलु पाने अरे मु कौन देवी तोर दोष ना कि मोर दोष ना से गातर दोष कारण तार निजस्व गात नहीं तार ढमणार
ମୂଷା ଧାନ କାଟିକି ଧାନ ରଖିଛି ସେ ଗାତ ଭିତରେ। ମୂଷା ଗାତ 1000 ବାଙ୍କ, ଗୋଖର ତା ଭିତରେ ବକେଇକି ପଶି ଯାଇଛି, ଆଉ ବୁଲି ପାଇଲା ନାହିଁ। ତେଣୁ ଢମଣ ସେଥିପାଇଁ ଗୋଖର କହିଲା ତୋର ଦୋଷ ନାହିଁ କି ମୋର ଦୋଷ ନାହିଁ, ଇଏ କ'ଣ ଗାତର ଦୋଷ। ତେଣୁ ବର୍ତ୍ତମାନ ସମୟକୁ ତମେ ଚିନ୍ତା କର, ତମର ଦୋଷ ନାହିଁ କି ମୋର ଦୋଷ ନାହିଁ, ବର୍ତ୍ତମାନ ଇଏ ସମୟର ଦୋଷ। କାରଣ ପଞ୍ଚଭୂତ ମାନେ ଯେମିତି ଥିଲେ ଅତୀତରେ ବର୍ତ୍ତମାନ ସେମିତି ଅଛନ୍ତି। ସୂର୍ଯ୍ୟ ଅଛନ୍ତି, ଚନ୍ଦ୍ର ଅଛନ୍ତି, ପବନ ଅଛି, ଜଳ ଅଛି, ସବୁ ସେମିତି ରହିଛି। କେବଳ ଆମ ମାନେ ସବୁ କ'ଣ ଯେ ପ୍ରକୃତି କବଳିତ ହେଇଯାଇଛି। ପାପ ସମସ୍ତେ ଆମେ ଲୋଭାଗ୍ରସ୍ତ ହେଇଯାଇଛି। ପାପ ଗୋଟେ ଜିନିଷ କ'ଣ, ଆମର ଆଉ ବିବେକ କାମ କରୁନାହିଁ କାହାର। ଆରେ ଆମର ଆଜି ପାପ କର୍ମଟା କଲୁ। ପାପ ଶବ୍ଦର କ'ଣ? ନିଜର ସ୍ୱାର୍ଥ ପାଇଁ ଯିଏ ଅନ୍ୟର ଆତ୍ମା ପୁରୁଷକୁ କଷଣତ୍ୱ ଦେଇଥାଏ ତାହାକୁ ପାପରେ କ'ଣ ହେଇଥାଏ? ଗଣା ଯାଏ। ଅନ୍ୟର ଆତ୍ମାକୁ ଯିଏ କଷ୍ଟ ଦିଏ ତାକୁ ପାପରେ କ'ଣ ହୁଏ? ଗଣା ଯାଏ। ଏଇ କଥା ଉପରେ ମହାପୁରୁଷ ଆଜି କ'ଣ କହୁଛନ୍ତି? କହିଲେ ସର୍ବେ ହେବେ ଏକକାର, ପାପକୁ କାହାର ନଥିବ ଡର। ଲୋ ମରୁଆ ଫୁଲ, କହିଲେ ହେ ମରୁଆ ଫୁଲ, ସର୍ବେ ହେବେ ଏକକାର, ପାପକୁ କାହାର ନଥିବ ଡର। ଏ ସମୟଟା ସେମିତି ହେଇଛି, ଆମେ ମାନେ ଚିନ୍ତା କରିବା କଥା, ପାପକୁ କାହାର ଭୟ ଅଛି? କାହାର ଭୟ ନାହିଁ। ଜୋର ଯାର ମୂଲକ ତାର। ସେଥିପାଇଁ ମହାପୁରୁଷ ପୁଣି କହିଲେ ଦେଖିବ ବେନି ନେତ୍ର ଲୋ ମରୁଆ ଫୁଲ। ତମେ ମାନେ ସମସ୍ତେ ଆଖିରେ କ'ଣ କରିବ? ଦେଖିବ। ପାପ କେମିତି କଳିଯୁଗ ଲୋକମାନଙ୍କୁ ଅମୃତ ଭଳି ଲାଗୁଛି। ପାପକୁ ନଥିବ ଡର, ପିତା ମାତା ଗୁରୁ ନିନ୍ଦା ବିଚାର ଲୋ ମରୁଆ ଫୁଲ। କାଳକୁ ଏକା ଭୟଟି ଜାଣ। କି ସୁନ୍ଦର କଥା କହିଲେ। ପାପକୁ ନଥିବ ଡର, ପାପ ଶବ୍ଦକୁ କାହାର ଡର ନଥିବ। ପୁଣି ପିତା ମାତା ଗୁରୁ ନିନ୍ଦା ବିଚାର, ପିତାଙ୍କୁ କଷଣ ଦେଲେ ପାପ, ମାଆକୁ କଷଣ ଦେଲେ ପାପ, ଗୁରୁଙ୍କୁ ନିନ୍ଦା କଲେ ପାପ। କିନ୍ତୁ କଳିର ବ୍ୟକ୍ତି ବିଶେଷ ମାନେ ପିତାକୁ କ'ଣ କରିବେ? କଷଣ ଦେବେ, ମାଆକୁ କଷଣ ଦେବେ, ଗୁରୁଙ୍କୁ ନିନ୍ଦା କରିବେ। ମହାପୁରୁଷ ଗୋଟେ ଭଲ କଥା କୁହନ୍ତି, କଳିର ଅନ୍ତିମ ପର୍ଯ୍ୟାୟରେ ପିତା ପୁତ୍ର ମଧ୍ୟ କଳହ ଲାଗିବ। କଳିଟା ଏଇଠି ଅଛି। ଯୁଗେ ଯୁଗେ କ'ଣ ହେଇଛି? ମାନେ ବଂଶଜ ଭାଇଙ୍କ ଭିତରେ କଳହ ଲାଗିଛି। କିନ୍ତୁ କଳି ଯୁଗରେ ବାପ ପୁଅ ଭିତରେ କ'ଣ ହେବେ? ଭିନ୍ନ ହେବେ ବୋଲି ମହାପୁରୁଷ ଲେଖିଛନ୍ତି। ପୁଣି ମାଙ୍କ ବିଷୟ, ମାତା ଜନ୍ମଦାତ୍ରୀ। କଳିଯୁଗରେ ବ୍ୟକ୍ତି ବିଶେଷ ମାନେ ମହାପୁରୁଷ ହରିବନ୍ଧୁ ଦାସଙ୍କ ଗ୍ରନ୍ଥରେ ମାଇପ ଦେଖିଲେ ମାତାକୁ ତେଜିବେ, କହିବେ କହିବେ ନିଷ୍ଠୁର ବଚନ। ପୁଅଟି ଭଲ ଥିବ, ଯୋଉଦିନ ବିବାହ ହେଇଗଲା ସେଇଦିନ ସେ ମାଆକୁ ଭୁଲିଗଲା। ମାଆର ପଣତ କାନିକୁ ବି ଭୁଲିଯିବ, ମାଆର ଶ୍ରଦ୍ଧାଭାବକୁ ଭୁଲିଯିବ। ମାଆକୁ କ'ଣ କରିବେ? ପୁଅ ମାନେ କ'ଣ କରିବେ? ନିନ୍ଦା କରିବେ। ବର୍ତ୍ତମାନ ହଉନି? ହଉଛି। ଗୁରୁ ନିନ୍ଦା ବିଚାର, କହିଲେ ବ୍ୟକ୍ତି ବିଶେଷ ମାନେ ଗୁରୁକୁ ମଧ୍ୟ ଭୟ କରିବେ ନାହିଁ, ଗୁରୁକୁ ମଧ୍ୟ ଡରିବେ ନାହିଁ। ବାପା ମାଆକୁ ଡରିଲେନି, ଗୁରୁକୁ ମଧ୍ୟ ଡରିବେ ନାହିଁ। ଗୁରୁଙ୍କୁ କ'ଣ କରିବେ? ଓଲଟି ଗୁରୁଙ୍କର ବିରୁଦ୍ଧାଚରଣ କରିବେ। ଲୋ ମରୁଆ ଫୁଲ, କାଳକୁ ଏକା ଭୟଟି ଜାଣ। ସେ କଳିଯୁଗ ମହାପୁରୁଷଙ୍କ ଭାଷାରେ କଳିଯୁଗ ବ୍ୟକ୍ତି କାହାକୁ ଡରିବେ ନାହିଁ, କେବଳ କାଳ ବୋଲନ୍ତ ହେଉଛି ଯମ। ଯମକୁ ବା ମୃତ୍ୟୁକୁ କଳିଯୁଗ ଲୋକ କ'ଣ କରିବେ? ଭୟ କରିବେ। କିନ୍ତୁ କାଳ ମୁଖରୁ ତରିବାକୁ ହେଲେ କୁହନ୍ତିନି ନା, ପିତା ଧର୍ମ ପିତା ସ୍ୱର୍ଗ, ପିତା ହିଁ ପରମ ତପ, ପିତଳି ପିତିମା ପନ୍ନେ ପ୍ରିୟନ୍ତେ ସର୍ବଦେବତା। ପୁଣି କହନ୍ତି ପିତା ମାତା ସୁଖ କଲ୍ୟାଣ, ପୁତ୍ର ହୁଏ ସୁଖୀ, ପୁତ୍ର ଦେବେ ସୁଖୀ ହୁଏ କୁଳ ଧର୍ମ ରଖି।
ତେଣୁ କହିଛନ୍ତି ଗୁରୁ କୃପା ହିଁ କେବଳ। ଏଇମାନଙ୍କ ଆଶୀର୍ବାଦ ରହିଲେ ବ୍ୟକ୍ତି ବିଶେଷ କାଳକୁ ଭୟ କରେ ନାହିଁ। କିନ୍ତୁ କଳିଯୁଗର ବ୍ୟକ୍ତି ବିଶେଷ ଏମାନଙ୍କୁ କଷଣ ଦେବେ, ଏମାନଙ୍କୁ ନିଷ୍ଠୁର ବଚନ କହିବେ, କିନ୍ତୁ କାଳ ପୁରୁଷକୁ କ'ଣ କରିବେ? ଭୟ କରିବେ। ବୁଦ୍ଧି ବିବେକ ହାରିବେ, ଅବାଟରେ ସର୍ବେ, ବାରେ ଗମିବେ ଲୋ ମରୁଆ ଫୁଲ। ଏମାନଙ୍କର କାହାର ବୁଦ୍ଧି ଆଉ ବିବେକ କାମ କରିବ ନାହିଁ। ସମସ୍ତେ କୁପଥଗାମୀ ହେଇଯିବେ, ଭଲ ମନ୍ଦ କିଛି ଜାଣିବେ ନାହିଁ। ଆପେ ଆପଣା ହସ୍ତେ ମରିବେ ଲୋ ମରୁଆ ଫୁଲ। ଏମାନଙ୍କୁ କେହି ମାରିବେ ନାହିଁ। ଏ ନିଜ କର୍ମ ଫଳ କ'ଣ କରିବେ? ନିଜେ ଭୋଗିବେ। ଭାବିଲା ବେଳକୁ ସେ ସମୟ କ'ଣ ହେଇଥିବ? ଅତିବାହିତ ହେଇଯାଇଥିବ। ବୁଝିପାରିଲ ନା ବୁଝିପାରିଲ? ତେଣୁ ମହାପୁରୁଷ ଯାହା କହିଥିଲେ ତାହା ଅକ୍ଷର ଅକ୍ଷରେ ସତ୍ୟତାରେ ବର୍ତ୍ତମାନ ସମୟରେ ପରିଣତ ହେଇଛି। କେବଳ ଭବ ସଂସାର କରିବାକୁ ହେଲେ ପିତାମାତାଙ୍କ ଆଶୀର୍ବାଦ ସହିତ ଗୁରୁ କୃପା ହିଁ କେବଳ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ।